ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆଲୋଚନା କରିବା ଯେ ସୁସ୍ଥ ଏବଂ ନିରାମୟ ଜୀବନର ମୂଳ ଆଧାର ବା ସ୍ତମ୍ଭ କଣ? ଆମେ କେମିତି ଦିନଚର୍ଯ୍ୟାରେ ରହିବା ଯେ ଆମେ ସୁସ୍ଥ ରହିବା, ଆମେ ରୋଗମୁକ୍ତ ହେଇ ରହିବା, ସେ ବିଷୟରେ ଆମେ ଟିକେ ଜାଣିବା। ମାନବ ଜୀବନକୁ ସୁସ୍ଥ ଓ ନିରାମୟ ରଖିବାର ମୂଳ ଆଧାର ସ୍ତମ୍ଭ ହେଲା ଆହାର, ନିଦ୍ରା ଓ ବ୍ରହ୍ମଚର୍ଯ୍ୟ। ତିନୋଟି ଜିନିଷ ରହିଲା: ଆହାର, ନିଦ୍ରା ଓ ବ୍ରହ୍ମଚର୍ଯ୍ୟ। ଜୀବନରେ ଏ ତିନୋଟି ସମୁଚିତ ପ୍ରୟୋଗରେ ଜୀବନ ସୁସ୍ଥ ରୁହେ। ଆହାର, ନିଦ୍ରା ଏବଂ ବ୍ରହ୍ମଚର୍ଯ୍ୟ ହେଲା, ଏ ତିନିଟା ଜିନିଷ ମନେ ରଖିଥାନ୍ତି। ତ ଆହାର ବିଷୟରେ ଆମେ ଟିକେ ପ୍ରଥମରେ ଜାଣିବା। ଆହାର ଆମେ କୋଉ ପ୍ରକାର କରିବା ଦରକାର, ଆଉ ମାନେ କୋଉ ଆହାର ଆମ ପାଇଁ ଭଲ? ଭୋଜନ ତିନି ପ୍ରକାର। ଆମେ ଯୋଉ ଆହାର ଗ୍ରହଣ କରୁଛେ ବାସ୍ତବରେ ତିନି ପ୍ରକାର ଅଛି। ଗୋଟେ ହେଲା ସାତ୍ବିକ, ଆଉ ଗୋଟେ ରାଜସିକ ଓ ତାମସିକ। ଆଚ୍ଛା, ସାତ୍ବିକ ଭୋଜନ ଆମର କୋଉ ଗୁଡା କହିଲେ? ନା, ଯେଉଁ ଭୋଜନ ଆୟୁ, ବୁଦ୍ଧି, ବଳ ଓ ଆରୋଗ୍ୟ ବର୍ଦ୍ଧକ ତଥା ସୁଖ, ପ୍ରୀତି, ଦୟା, ଶାନ୍ତି ଓ ଅହିଂସା ଆଦି ସତ୍ୱ ଗୁଣ ବର୍ଦ୍ଧକ ରସଯୁକ୍ତ ସ୍ନିଗ୍ଧ ଭୋଜନକୁ ସାତ୍ବିକ ଭୋଜନ କହନ୍ତି। ଯଥା ଅନ୍ନ, ଡାଲି, ପନିପରିବା, ଫଳମୂଳ, ଦୁଧ, ଦହି, ଘିଅ ଇତ୍ୟାଦି। ଏଗୁଡ଼ା ଆମର ସାତ୍ବିକ ଭୋଜନ। ସେ ଭିତରେ ସବୁଠୁ ଭଲ ହେଲା ଫଳ ଆଉ ପନିପରିବା, ସବୁଠୁ ଉତ୍ତମ। ଯୋଉ ଦ୍ୱାରା ଯୋଉ ଫଳ ପନିପରିବା ଆମେ କଣ କୌଣସି ତେଲ ମସଲା ବିହୀନ ଆମେ ଖାଦ୍ୟ ଖାଉଛେ, ତାଠାରେ ସବୁଠାରୁ ଅଧିକ ସାତ୍ବିକ ଗୁଣ ଥାଏ। ଆଚ୍ଛା, ରାଜସିକ ଭୋଜନ କେଉଁ ଗୁଡ଼ା ଆମେ କେମିତି ଜାଣିବା? ରାଜସିକ ଭୋଜନ ହେଲା ଆମର, ସିଏ କଣ ଉତ୍ପନ୍ନ କରିବ ନା ଦୁଃଖ, ଶୋକ ଓ ରୋଗଦାୟକ ଅତ୍ୟନ୍ତ ତେଲ, ଲଙ୍କା, ମସଲା ଯୁକ୍ତ, ଖଟା, ଲୁଣିଆ, ଅତି ଗରମ ଏହିପରି ଖାଦ୍ୟ ପଦାର୍ଥକୁ ରାଜସିକ ଖାଦ୍ୟ ବା ରାଜସିକ ଭୋଜନ କୁହାଯାଏ। ଆଉ ଆଉ ମୋର ତୃତୀୟ କଣ ରହିଲା ଖାଦ୍ୟର ତା ଆମର ଯୋଉ ଗୋଟେ ସାତ୍ବିକ, ଗୋଟେ ରାଜସିକ, ଆଉ ଗୋଟେ ହେଲା ତାମସିକ। ତ ତାମସିକ ଭୋଜନ ନା ଆମର କୋଉଟା ରହିଲା କହିଲେ? ଯେଉଁ ଭୋଜନ ଦ୍ୱାରା ରୋଗ, ଆଳସ୍ୟ, ମୋହକାରକ, ବାସି, ଦୁର୍ଗନ୍ଧଯୁକ୍ତ, ପଚାସଢା ହେଲା, ଅଭକ୍ଷ୍ୟ, ମାଛ, ମାଂସ, ଅଣ୍ଡା ଆଦି ଆମିଷ ଦ୍ରବ୍ୟ, ବୁଦ୍ଧିନାଶକ, ମଦ, ଗଞ୍ଜେଇ, ଭାଙ୍ଗ ଆଦି ସକଳ ନିଶାଦ୍ରବ୍ୟ ତାମସିକ ପଦାର୍ଥର ଅନ୍ତର୍ଗତ। ହେଲା, ଯେଉଁ ଖାଦ୍ୟ ଦ୍ୱାରା ଆମର ରୋଗ ହେବ, ଆଉ ଯେଉଁ ଖାଦ୍ୟ ଖାଇସାରିଲା ପରେ ଆମର ଶରୀର ମାନେ ଭାରିପଣ ଆସୁଛି, ଆଳସ୍ୟ ଲାଗୁଛି, କାମ କରିବା ପାଇଁ ଇଚ୍ଛା ହଉନାହିଁ, ଆଉ ବାସି, ଯୋଉଟା ଆମର ବାସି ଖାଦ୍ୟ, ଆମର ତ ଓଡିଶାରେ ପଖାଳ ଖାଦ୍ୟ ଅଛି, ତ ତେଣୁକରି ପଖାଳ ଖାଦ୍ୟଟା ବି ଗୋଟେ ପ୍ରକାର ତାମସିକ। କଣ ପାଇଁ ନା ପଖାଳ ଖାଦ୍ୟ ଖାଇସାରିଲା ପରେ ଦେଖିବେ ମାନେ ନିଦ ଲାଗେ, ଆଳସ୍ୟ ଲାଗେ, ତ ଶୋଇବା ପାଇଁ ପଡେ ହେଲା, ତେଣୁକରି ସେ ତାମସିକ ଖାଦ୍ୟରେ ଯାଉଛି। ଦୁର୍ଗନ୍ଧ ଯୁକ୍ତ, ଯିଏ ମଦ ପିଉଛି ତ ସେ ଜିନିଷ ଦୁର୍ଗନ୍ଧ ହଉଛି। ପଚାସଢା, ଅଭକ୍ଷ୍ୟ, ମାଛ, ମାଂସ ଆଉ ଆମିଷ ଆଦି ଏଇ ସବୁ ବୁଦ୍ଧିନାଶକ ବୁଦ୍ଧିନାଶକ ଖାଦ୍ୟ କୋଉଗୁଡା ନା ମଦ, ଗଞ୍ଜେଇ, ଭାଙ୍ଗ ଏସବୁ ବୁଦ୍ଧି ନାଶକ ଖାଦ୍ୟ। ତେଣୁକରି ଏ ଖାଦ୍ୟ ଯିଏ ଖାଇଲା ତା ବୁଦ୍ଧି ଠିକ ଭାବରେ କାମ କରିବ ନାହିଁ। ବୁଦ୍ଧିର ସଦୁପଯୋଗ ସେ କରିପାରିବେ ନାହିଁ, ସେ ଭୁଲ, ତାଙ୍କ ଦ୍ଵାରା ଭୁଲ ଭଟକା କାମ ହବ ହିଁ ହବ।
ତ ଏଠି ଆମକୁ କ୍ୱେଶ୍ଚନ ପଚାରିବେ ଯେ ମାଛ ମାଂସ ଅଣ୍ଡା ଆମ ପାଇଁ ଅଭକ୍ଷ କିପରି, ଆମେ କଣ ପାଇଁ ଖାଇବା ନାହିଁ ଏ ଜିନିଷ? କାରଣ ଆମକୁ କହିବେ ଯେ ଡକ୍ଟର ତ କହୁଛନ୍ତି ମାଛ ମାଂସ ଆମିଷ ଖାଇବା ପାଇଁ, କଣ ପାଇଁ ଆମେ ଖାଇବୁନି, କ୍ୱେଶ୍ଚନ କରିପାରନ୍ତି। ବାସ୍ତବରେ ମନୁଷ୍ୟର ଶରୀର ମାଂସାହାର ଅର୍ଥାତ୍ ମାଛ ମାଂସ ଅଣ୍ଡା ଆଦି ପଦାର୍ଥ ଖାଇବା ନିମନ୍ତେ ପ୍ରାକୃତିକ ରୂପେ ଉପଯୁକ୍ତ ହୋଇନଥିବାରୁ ଜୋର କରି ମନୁଷ୍ୟର ପ୍ରକୃତି ବିରୁଦ୍ଧ ଏସବୁ ପଦାର୍ଥ ଭୋଜନ କଲେ ମନୁଷ୍ୟର ସ୍ୱଭାବ ହିଂସ୍ର ହୋଇଯାଇଥିବାରୁ ଏବଂ ଶରୀର ରୋଗର ଗନ୍ତାଘର ପାଲଟି ଯାଇଥିବାରୁ ମାଛ ମାଂସ ଅଣ୍ଡା ଆଦି ମନୁଷ୍ୟ ପକ୍ଷେ ଅଭ- ଅଭକ୍ଷ୍ୟ ପଦାର୍ଥ ବୋଲି କୁହାଯାଉଛି। ମାଛ ମାଂସ ଅଣ୍ଡା ଖାଇବା ଦ୍ୱାରା ଅଧିକ ରୋଗ ହଉଛି ଆମ ଶରୀର, କାରଣ ଆମର ସେ ପ୍ରକାର ଶରୀର ତିଆରି କରିନାହାନ୍ତି। ଆମେ ଯୋଉ ଆମର ଶରୀରଟା ମାଛ ମାଂସ ଅଣ୍ଡାର ଖାଦ୍ୟ ହିସାବରେ ନାହିଁ। ତ କଣ ପାଇଁ ତାର ପ୍ରମାଣ ଆମେ କେମିତି ଦେଇପାରିବା? ନା ମାଛ ମାଂସ ଅଣ୍ଡା ଆଦି ମନୁଷ୍ୟର ସ୍ୱାଭାବିକ ଭୋଜନ ନୁହେଁ ବୋଲି ପ୍ରମାଣ କଣ? ତାର ଉତ୍ତର ତ ଆମକୁ ଦେବା ପାଇଁ ପଡିବ ନା। ମାଛ ମାଂସ ଅଣ୍ଡା ଆଦି ମନୁଷ୍ୟର ସ୍ୱାଭାବିକ ଭୋଜନ ନୁହେଁ। ଏ ସମ୍ବନ୍ଧୀୟ ସର୍ବଶ୍ରେଷ୍ଠ ପ୍ରମାଣ ହେଲା ଯେ ସଂସାରର ରଚୟିତା ଈଶ୍ୱର ମନୁଷ୍ୟ ପାଇଁ ଦେଇଥିବା ସମ୍ବିଧାନ ବା ବେଦରେ ହିଂସା ମାଂସାଦି ଭକ୍ଷଣର ନିଷେଧ କରିଛନ୍ତି ଏବଂ ବିଭିନ୍ନ ଶସ୍ୟ ଫଳମୂଳ ଦୁଧ ଦହି ପନିପରିବା ଆଦି ଭୋଜନର ବିଧାନ କରିଛନ୍ତି। ଏତଦ୍ ବ୍ୟତୀତ ଗାଈ ଘୋଡ଼ା ହାତୀ ମାଙ୍କଡ଼ ଆଦି ଶାକାହାରୀ ପ୍ରାଣୀଙ୍କ ଶରୀର ଗଠନ ଓ ବିରାଡ଼ି କୁକୁର ବାଘ ସିଂହ ଆଦି ମାଂସାହାରୀ ପ୍ରାଣୀଙ୍କ ଶରୀର ଗଠନ ମଧ୍ୟରେ ଅନେକ ମୌଳିକ ପ୍ରଭେଦ ଦେଖାଯାଏ। ସେ ଭିତରୁ କେତୋଟି? ଶାକାହାରୀ ପ୍ରାଣୀଙ୍କ ଆଖି ଜନ୍ମ ହେବା ମାତ୍ରକେ ଖୋଲୁଥିବା ବେଳେ ମାଂସାହାରୀ ପ୍ରାଣୀଙ୍କ ଆଖି ଜନ୍ମର କିଛି ସପ୍ତାହ ପରେ ଖୋଲିଥାଏ ତା ଆଖି। ଆମ ଯେମିତି ମଣିଷ ଛୁଆ ଜନ୍ମ ହେଇ ସାରିଲା ପରେ ଆଖି ସଙ୍ଗେ ସଙ୍ଗେ ଅନଉଛି, କିନ୍ତୁ ଯୋଉମାନେ ମାଂସାହାରୀ ପ୍ରାଣୀ ବାଘ ହେଲେ ସିଂହ ହେଲେ ବିଲେଇ ହେଲେ କୁକୁର ହେଲେ, ଏମାନେ ଜନ୍ମ ହେଇ ସାରିବାର କିଛି ଦିନ ପରେ ଯାଇକି ତାଙ୍କର ଆଖି ଖୋଲିଥାଏ, ସଙ୍ଗେ ସଙ୍ଗେ ତାଙ୍କର ଆଖି ଖୋଲେ ନାହିଁ। ହେଲା, ତ ସେମାନେ ମାଂସାହାରୀ ପ୍ରାଣୀ ମାନଙ୍କର ଜନ୍ମଟା ଡିଫରେଣ୍ଟ ହୁଏ। ତାପରେ ଆଉ କଣ, ଶାକାହାରୀ ପ୍ରାଣୀ ଅନ୍ଧାରରେ କମ ଦେଖିପାରେ, କିନ୍ତୁ ମାଂସାହାରୀ ପ୍ରାଣୀ ଅନ୍ଧାରରେ ପରିଷ୍କାର ଭାବରେ ଦେଖିପାରେ। ଆମେ ମାନେ ଶାକାହାରୀ ପ୍ରାଣୀ, ତେଣୁକରି ଆମେ ଅନ୍ଧାରରେ ଆମ ଆଖି ଦେଖାଯିବନି। କିନ୍ତୁ ମାଂସାହାରୀ ପ୍ରାଣୀ କିଏ? ବିଲେଇ ହେଲେ କୁକୁର ହେଲେ ସିଂହ ବାଘ, ଏମାନେ ରାତିରେ ଦେଖିପାରିବେ, କାରଣ ଏମାନଙ୍କର ସେମିତି ସିଷ୍ଟମ ହିଁ ତିଆରା ହେଇଛି ଯେ ସେମାନେ ରାତ୍ରିରେ ସେମାନେ କଣ ଶିକାର କରିପାରିବେ। ସେମାନେ ଦେଖିପାରିଲେ ତ ଶିକାର କରିପାରିବେ ନା। ତେଣୁକରି ସେମାନେ ରାତ୍ରିରେ ଦେଖିପାରନ୍ତି। ଆଉ କଣ, ନା ଶାକାହାରୀ ପ୍ରାଣୀଙ୍କ ଘ୍ରାଣ ଶକ୍ତି ଏତେ ତୀବ୍ର ନୁହେଁ। ଶାକାହାରୀ ପ୍ରାଣୀ ମାନେ ତାଙ୍କ ଘ୍ରାଣ ଶକ୍ତି ଏତେ ନୁହଁ, ଆମେ ନାକ ଦ୍ୱାରା କୌଣସି ଜିନିଷ ଆମେ ବାରି ପାରୁନୁ। କିନ୍ତୁ ମାଂସାହାରୀ ପ୍ରାଣୀଙ୍କ ଘ୍ରାଣ ଶକ୍ତି ଅତ୍ୟନ୍ତ ତୀବ୍ର, ଯାହାକି ତାଙ୍କୁ ଶିକାର ଧରିବାରେ ସହାୟତା କରେ। କୁକୁରର ଘ୍ରାଣ ଶକ୍ତି, କିଏ ଗୋଟେ ଅଚିହ୍ନା ଲୋକ କିମ୍ବା କୌଣସି ଦୂର ଜାଗାରେ ବି କିଛି ମାନେ କିଛି ମରିଛି କିମ୍ବା କିଛି ଶିକାର ଅଛି, ସେମାନେ ବାସ୍ନା ଦ୍ୱାରା ସେମାନେ ଜାଣିପାରନ୍ତି। ହେଲା, ଘ୍ରାଣ ଶକ୍ତି ଅତ୍ୟଧିକ। ଶାକାହାରୀ ପ୍ରାଣୀଙ୍କ ଦାନ୍ତ ମୁନିଆ ନ ହୋଇ ସିଧା ଓ ଚେପ୍ଟା ଓ ଆକୃତି ଅର୍ଦ୍ଧବୃତ୍ତାକାର, ଯାହାକି ଘାସ ପତ୍ର ଫଳ ଆଦି କାଟିବା ଚୋବାଇବା ପେଶିବାରେ ସାହାଯ୍ୟ କରେ। ମାଂସାହାରୀ ପ୍ରାଣୀଙ୍କ ଦାନ୍ତ ବଡ଼ ବଡ଼, ଭିତର ଆଡ଼କୁ ସାମାନ୍ୟ ବଙ୍କା, ମୁନିଆ ଧାରୁଆ ହୋଇଥିବାରୁ ସେମାନେ ଶିକାରକୁ ଚିରି ଖଣ୍ଡ ଖଣ୍ଡ କରି ଗିଳି ପକାନ୍ତି। ହେଲା, ତାଙ୍କର ମୁନିଆ ଦାନ୍ତ, ବିଲେଇର ଦାନ୍ତ ଦେଖିବେ ମୁନିଆ ମୁନିଆ ଦାନ୍ତ। ସିଏ ଏତେ ଛୋଟ ଛୋଟ ଦାନ୍ତ ହେଲେ ବି ସେମାନେ କେମିତି ମାନେ ହାଡକୁ କେମିତି ଖାଆନ୍ତି ଦେଖିବେ କାମୁଡିକି। ଆଉ କଣ, ନା ଶାକାହାରୀ ପ୍ରାଣୀଙ୍କ ଜିଭ ଚିକ୍କଣ ଆଉ ମାଂସାହାରୀ ପ୍ରାଣୀଙ୍କ ଜିଭ ଖଦଡିଆ। ହେଲା, ଆମ ଜିଭଟା ଯେପରି ଦେଖିବେ, ଆଉ ଆମର କଣ, ଯୋଉମାନେ
ମାଂସାହାରୀ ପ୍ରାଣୀ ତାଙ୍କର ଜିଭଟା ଖଦଖଦଡିଆ ହେଇଥିବ। ଶାକାହାରୀ ପ୍ରାଣୀମାନେ ଓଠରେ ଶୋଷି ପାଣି ପିଉଥିବା ବେଳେ ମାଂସାହାରୀ ପ୍ରାଣୀମାନେ ଜିଭରେ ଚାକୁ ଚାକୁ କରି ଚାଟି ପାଣି ପିଅନ୍ତି। ହେଲା। ଆମର ଶାକାହାରୀ ଯୋଉମାନେ ବି ହଉଛନ୍ତି ସେମାନେ ଡାଇରେକ୍ଟ ଜିଭ ଲଗେଇକି ଓଠରେ ମାନେ ସେମାନେ କଣ ଓଠ ଲଗେଇକି ସେମାନେ ଶୋଷିକି ପିଅନ୍ତି। ବଳଦ ହେଲେ ଗାଈ ହେଲେ ଏମାନେ ଡାଇରେକ୍ଟ ଶୋଷିକି ପିଉଛନ୍ତି। ମଣିଷ ହେଲେ ଏମାନେ ସମସ୍ତେ ଶୋଷିକି ପାଣି ପିଉଛନ୍ତି। କିନ୍ତୁ ମାଂସାହାରୀ ପ୍ରାଣୀ ମାନେ କଣ ନା ସେମାନେ ଚାଟି ଚାଟି ସେମାନେ ପାଣି ପିଇବେ। ଆଉ କଣ ନା ଶାକାହାରୀଙ୍କ ଦେହରୁ ଝାଳ ବାହାରେ କିନ୍ତୁ ମାଂସାହାରୀ ପ୍ରାଣୀଙ୍କ ଦେହରୁ ଝାଳ ବହେ ନାହିଁ। ଏଣୁ ଶରୀରର ତାପମାତ୍ରା ସାମାନ୍ୟ ରଖିବା ପାଇଁ ସେମାନେ ଜିଭ ବାହାର କରି ଧକେଇ ହୁଅନ୍ତି। ହେଲା। ଯୋଉମାନେ ମାଂସାଶୀ ପ୍ରାଣୀ ସେମାନଙ୍କ ଦେହରୁ ଝାଳ ବାହାରେ ନାହିଁ ତ ତେଣୁ କରି ସେମାନେ ମାନେ ସେଁ ସେଁ କରନ୍ତି। ହେ ହେ କୁକୁର ଯେମିତି ଲମ୍ବା ଜିଭ ବାହାର କରିକି ସିଏ କଣ ମାନେ ସେଟା ତାଙ୍କର ଡାଇଜେଷ୍ଟରେ କାମ ଦିଏ। ଶାକାହାରୀ ପ୍ରାଣୀଙ୍କ ନଖ ସିଧା ଓ ଚେପ୍ଟା ହୋଇଥାଏ କିନ୍ତୁ ମାଂସାହାରୀ ପ୍ରାଣୀଙ୍କ ନଖ ସୁଦୃଢ ବଙ୍କା ଓ ମୁନିଆ ଥାଏ ଯାହାକି ଶିକାର ଧରିବାରେ ସାହାଯ୍ୟ କରେ। ହେଲା। ଯୋଉମାନେ ଶିକାରୀ ପ୍ରାଣୀ ଯୋଉମାନେ ଆମର ମାଂସାହାରୀ ପ୍ରାଣୀ ତାଙ୍କ ନଖ ଗୁଡା ସବୁ ବଙ୍କା ଥିବ କାରଣ ଶିକାର ଧରିବେ ସେମାନେ। ଆଉ ଶାକାହାରୀ ପ୍ରାଣୀଙ୍କ ନଖ ଚେପ୍ଟା ହୋଇଥାଏ। ଶାକାହାରୀ ପ୍ରାଣୀଙ୍କ ଅନ୍ତନଳୀ ଶରୀର ତୁଳନାରେ ପ୍ରାୟ 4-5 ଗୁଣ ଲମ୍ବା। ଆମେ ଯୋଉମାନେ ଶାକାହାରୀ ଗାଈ ହେଲେ ବଳଦ ହେଲେ ମଣିଷ ହେଲେ ଏମାନଙ୍କର ଅନ୍ତନଳୀ ଶରୀର ତୁଳନାରେ ପ୍ରାୟ 4-5 ଗୁଣ ଲମ୍ବା କିନ୍ତୁ ମାଂସାହାରୀ ପ୍ରାଣୀଙ୍କ ଅନ୍ତନଳୀ ଛୋଟ ଅର୍ଥାତ୍ ଦେହର ଲମ୍ବ ସହ ପ୍ରାୟ ସମାନ। ଏଣୁ ମାଂସ ସଢିବା ବା ବିଷାକ୍ତ ହେବା ପୂର୍ବରୁ ହଜମ ହୋଇଯାଏ। ଆମର କଣ ହଉଛି ମାନେ ଆମର ଯୋଉ ଅନ୍ତନଳୀ ଅଛି ସେ ଅନ୍ତନଳୀର ବହୁତ ଲମ୍ବା ହେଇଥିବାରୁ ଖାଦ୍ୟଟା ହଜମ ହେଇ 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 ବହୁତ ଦୂରକୁ ତାର ପ୍ରୋସେସ ଟା ଯାଏ। କିନ୍ତୁ ଯେ ମାଂସାଶୀ ପ୍ରାଣୀ ତାର କଣ ହୁଏ ନା ଏତେ ଲମ୍ବା ଯାଏ ନାହିଁ ତ ତା ସେଠି ସଢିବା ପାଇଁ ସୁବିଧା ହୁଏ। ସେମାନେ ସେ ଜିନିଷକୁ ସେମାନେ ସେଇ ପରିକା ହିଁ ହଜମ କରିଥାନ୍ତି। ଏଣୁ ମାଂସ ସଢିବା ବା ବିଷାକ୍ତ ହେବା ପୂର୍ବରୁ ହଜମ ହେଇଯାଏ। ତ ଆମର ଲମ୍ବା ଯୋଉ ଅନ୍ତନଳୀଟା ଅଛି ତ ସେଠାରେ ଅଧିକ ଯେତେବେଳେ ଅଧିକ ଲମ୍ବ ଥିବାରୁ ସେଠାରେ କଣ ଖାଦ୍ୟଟା ବହୁତ ଲମ୍ବା ହେଇକି ଯିବ। ତ ସେମିତିରେ କଣ କି ସେଟା ସଢିଯିବ ବିଷାକ୍ତ ହେଇଯିବ ଆମର ଶରୀର ପାଇଁ ପଏଜନ ହେଇଯିବ। ଆଉ କିନ୍ତୁ ମାଂସାଶୀ ପ୍ରାଣୀ ପାଇଁ ବହୁତ କମ ଅନ୍ତନଳୀ ଥାଏ ଯାହାକି ତାଙ୍କର ସଢେ ନାହିଁ। ତ ଆମେ ମାନେ ଯଦି ମାଂସ ଅଧିକ ଭକ୍ଷଣ କରିବା କଣ ହେବ ସେ ମାଂସ ଟା ସଢିବ ସେ ସଢିବା ଦ୍ଵାରା ଆମର ରୋଗ ଉତ୍ପନ୍ନ ହେବ। ହେଲା। ଆଉ କଣ ନା ଫଳ ପରିବା ବା ଘାସ ପତ୍ର ହଜମ କରିବା ପାଇଁ ଅଧିକ ପିତ୍ତ ଦରକାର ନଥିବାରୁ ଶାକାହାରୀ ପ୍ରାଣୀଙ୍କ ଯକୃତ ଛୋଟ। ମାଂସ ହଜମ କରିବା ପାଇଁ ଅଧିକ ପିତ୍ତ ଆବଶ୍ୟକ ହେଉଥିବାରୁ ମାଂସାହାରୀ ପ୍ରାଣୀଙ୍କ ଯକୃତ ବଡ ହୋଇଥାଏ। ହେଲା। ଆମର ଛୋଟିଆ ଟିକେ ପିତ୍ତ ଅଛି କିନ୍ତୁ ବଡ ମାଂସାଶୀ ପ୍ରାଣୀ ମାନଙ୍କର ଯକୃତ ବଡ। ଶାକାହାରୀ ପ୍ରାଣୀଙ୍କ ଲାଳରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ କମ୍ ଥାଏ ଓ ଲାଳ କ୍ଷାରଯୁକ୍ତ ବା ଆଲକାଲାଇନ୍ ଯୁକ୍ତ। ହେଲା। ଆମ ଲାଳରେ କଣ ଅଛି ଆଲକାଲାଇନ୍। ହେଲା। ଆଉ ଆମର ଲାଳ ହାଇଡ୍ରୋକ୍ଲୋରିକ୍ ଏସିଡ୍ କମ୍ ରୁହେ ଆମର। କେବଳ ଘାସ ପତ୍ର ଫଳମୂଳ ଆଦି ହଜମ ହୁଏ। ମାଂସାହାରୀ ପ୍ରାଣୀଙ୍କ ଲାଳ ହାଇଡ୍ରୋକ୍ଲୋରିକ୍ ଏସିଡ୍ ଯୁକ୍ତ ଥିବାରୁ ମାଂସ ସହଜରେ ହଜମ ହୋଇଯାଏ। ଆମର ଲାଳରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ କମ୍ ରହିଲା କିନ୍ତୁ ମାଂସାଶୀ ପ୍ରାଣୀ ମାନଙ୍କର ହାଇଡ୍ରୋକ୍ଲୋରିକ୍ ଏସିଡ୍ ମାନେ ଅଧିକ ରୁହେ। ତ ତାଙ୍କର ଯୋଉ କଞ୍ଚା ମାଂସ ଟା ଖାଆନ୍ତି କଞ୍ଚା ମାଂସ ଟା ସହଜରେ ହଜମ ହେଇଯାଏ। ଆମେ ଯଦି ଆମେ କଣ ମାଂସ ଟାକୁ ରୋଷେଇ କରିକିରି ଆମେ ପୁରା ସିଝେଇକି ଆମେ ଖାଉଛୁ। ଯଦି ମଣିଷ କଞ୍ଚା ମାଂସ ଖାଇବା ଆରମ୍ଭ କରିବ ତାହେଲେ ସେ ବେଶୀ ଦିନ ତିଷ୍ଠିବନି ଅଳ୍ପ ଦିନରେ ସେ ମରିଯିବ କାରଣ ସେ ହଜମ କରି ହିଁ ପାରିବନି କଞ୍ଚା ମାଂସ। ହେଲା।
ଶାକାହାରୀ ପ୍ରାଣୀ ପରିଶ୍ରମ କଲେ କମ୍ ଥକି ପଡୁଥିବା ଏବଂ ଦୀର୍ଘକାଳ ନିରବଚ୍ଛିନ୍ନ ପରିଶ୍ରମ କରିପାରୁଥିବା ବେଳେ ମାଂସାହାରୀ ପ୍ରାଣୀ ପରିଶ୍ରମ କଲେ ସହଜରେ ଥକି ପଡନ୍ତି। ପ୍ରଭେଦଗୁଡ଼ିକ ଆଧାରରେ ମନୁଷ୍ୟର ଶରୀରର ଶାକାହାରୀ ପ୍ରାଣୀଙ୍କ ଶରୀର ସହ ସାମଞ୍ଜସ୍ୟ ଦେଖାଯାଏ, ମାଂସାହାରୀ ପ୍ରାଣୀଙ୍କ ସହ ନୁହେଁ। ଏଣୁ ମନୁଷ୍ୟ ସ୍ୱାଭାବିକ ରୂପେ ଏକ ଶାକାହାରୀ ପ୍ରାଣୀ ଏବଂ ମାଛ, ମାଂସ ଓ ଅଣ୍ଡା ତାର ସ୍ୱଭାବ ବିରୁଦ୍ଧ ଭୋଜନ। ହେଲା, ଆଉ କ'ଣ ଜାଣିବା ନା ଆମେ ଟିକେ ନେକ୍ସଟ ଦୁଃଖ ବିଷୟରେ ଜାଣିବା। ଆମେ ସବୁବେଳେ ଆଲୋଚନା କରୁଛେ ଆମର ବହୁତ ଦୁଃଖ। କ'ଣ ଦୁଃଖ ତାହେଲେ ଜାଣିବା। ଦୁଃଖ କେତେ ପ୍ରକାର ଓ କ'ଣ? ଦୁଃଖ ତିନି ପ୍ରକାର। ଗୋଟେ ହେଲା ଆଧ୍ୟାତ୍ମିକ ଦୁଃଖ, ଆଉ ଗୋଟେ ହେଲା ଆଦି ଭୌତିକ ଦୁଃଖ, ଆଉ ଗୋଟେ ହେଲା ଆଦି ଦୈବିକ ଦୁଃଖ। ହେଲା, ତିନି ପ୍ରକାର ଆମର ଦୁଃଖ। ତ ସେ ଭିତରୁ ଆଧ୍ୟାତ୍ମିକ, ଆଦି ଭୌତିକ ଓ ଆଦି ଦୈବିକ। ଆଧ୍ୟାତ୍ମିକ ଦୁଃଖ କାହାକୁ କହନ୍ତି? ନିଜ ତ୍ରୁଟି ବା ମୂର୍ଖତାରୁ ପ୍ରାପ୍ତ ଦୁଃଖକୁ ଆଧ୍ୟାତ୍ମିକ ଦୁଃଖ କୁହାଯାଏ। ଯଥା ଜ୍ୱର, ସର୍ଦ୍ଦି, ବଦହଜମି ଆଦି ତଥା ଈର୍ଷା, ଦ୍ୱେଷ ଆଦିରୁ ପ୍ରାପ୍ତ ଦୁଃଖ। ମନେ କରାଯାଉ ଜ୍ୱର ହେଲା, ସର୍ଦ୍ଦି, ବଦହଜମି, ଆମେ ଜାଣୁଛେ ଏ ଜିନିଷ ଖାଇଲେ ବଦହଜମି ହେବ, କିନ୍ତୁ ତାପରେ ବି ଆମେ ଖାଇ ଦଉଛେ, ତ ଏଇଟା ଆମର ମୂର୍ଖତା। ଈର୍ଷା, ଅନ୍ୟକୁ ଆମେ ଈର୍ଷା କଲେ, ଦ୍ୱେଷ କଲେ, ଦ୍ୱେଷ କହିଲେ ଘୃଣା, ଏଇ ସବୁ ଜିନିଷ କରିବାରୁ ଯେଉଁ ଦୁଃଖ ଆମ ପ୍ରତି ଉତ୍ପନ୍ନ ହୁଏ ତାକୁ ଆଧ୍ୟାତ୍ମିକ ଦୁଃଖ କୁହାଯାଏ। ମନେ ରଖିବା ଏଗୁଡ଼ା। ହେଲା, ଆଧ୍ୟାତ୍ମିକ ଦୁଃଖ କୋଉଟା ନା ଅନ୍ୟକୁ ଈର୍ଷା କରିବ, ଅନ୍ୟକୁ ଘୃଣା କରିବା ଦ୍ୱାରା ଯୋଉ ଦୁଃଖ ତୁମେ ପୀଡ଼ା ଯନ୍ତ୍ରଣା ପାଇବ, ଏଗୁଡ଼ା ହଉଛି ଆଧ୍ୟାତ୍ମିକ ଦୁଃଖ। ହେଲା, ଜ୍ୱର, ସର୍ଦ୍ଦି, ବଦହଜମି। ଜ୍ୱର ଆମେ ଜାଣୁ ଯେ ବଡି ଟେମ୍ପରେଚର ଅଛି କିନ୍ତୁ ଗାଧେଇ ଦେବା, ଜ୍ୱର ହବ, ତ ସେଟା ଆମର ମୂର୍ଖାମି। ହେଲା, ଏଗୁଡ଼ା ହଉଛି ଆମର ଆଧ୍ୟାତ୍ମିକ ଦୁଃଖ। ଆଦି ଭୌତିକ ଦୁଃଖ କୋଉଗୁଡ଼ା ନା ପଶୁ, ପକ୍ଷୀ, ମନୁଷ୍ୟ ଆଦି ଜୀବଙ୍କ ଦ୍ୱାରା ପ୍ରାପ୍ତ ଦୁଃଖକୁ ଆଦି ଭୌତିକ ଦୁଃଖ କୁହାଯାଏ। ମନେ କରାଯାଉ ପଶୁଟା ଆମକୁ ମାରିଦେଲା, ବା ପକ୍ଷୀ ଦ୍ୱାରା ଆମେ କିଛି ଦୁଃଖ ପାଇଲେ, ବା ଅନ୍ୟ ମନୁଷ୍ୟ ଦ୍ୱାରା ଆମେ କିଛି ଦୁଃଖ ପାଇଲେ, ତ ସେ ପ୍ରକାର ଦୁଃଖକୁ ଆମେ ଆଦି ଭୌତିକ ଦୁଃଖ କୁହାଯାଏ। ହେଲା, ଅନ୍ୟ ଦ୍ୱାରା ଦୁଃଖ ପାଉଥିବା ଦୁଃଖକୁ ଆଦି ଭୌତିକ ଦୁଃଖ କୁହାଯାଏ। ଆଉ ନିଜ ଦ୍ୱାରା ଯୋଉ ଉତ୍ପନ୍ନ ହୁଏ ଦୁଃଖ ତାକୁ ଆଧ୍ୟାତ୍ମିକ ଦୁଃଖ କୁହାଯାଏ। ଆଦି ଦୈବିକ ଦୁଃଖ କୋଉଟା ନା ପୃଥିବୀ, ବାୟୁ, ସୂର୍ଯ୍ୟ ଆଦି ପ୍ରାକୃତିକ ଦିବ୍ୟ ଶକ୍ତିଙ୍କ କାରଣରୁ ଭୂମିକମ୍ପ, ଅଂଶୁଘାତ, ତୋଫାନ ଆଦି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରାପ୍ତ ଦୁଃଖକୁ ଆଦି ଦୈବିକ ଦୁଃଖ କୁହାଯାଏ। ଯୋଉଗୁଡ଼ା ପଞ୍ଚଭୂତରୁ ଆମକୁ ଦୁଃଖ ମିଳିଥାଏ, ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ପ୍ରବଳ ପବନ ହେଲା, ତାହେଲେ ସେଟା କ'ଣ ହେଲା ଆଦି ଦୈବିକ ଦୁଃଖ। ହେଲା, ଭୂମିକମ୍ପ ହେଇଗଲା, ପ୍ରବଳ ଖରା ହେବା, ଆଦି ଦୈବିକ ଦୁଃଖ। ହେଲା, ବନ୍ୟା, ବାତ୍ୟା ହେଲା, ଏଗୁଡ଼ା ସବୁ ଆଦି ଦୈବିକ ଦୁଃଖ। ଏମାନେ ଦେବରେ ଯାଆନ୍ତି, ପଞ୍ଚଦେବ ମାନେ ଆମର ପଞ୍ଚ ପ୍ରକୃତି ଯାହା ରହିଲେ ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ, ସେମାନଙ୍କୁ ଦେବତାରେ ଆମେ ଗ୍ରହଣ କରିଥାଉ। ତ ପଞ୍ଚଦେବ ବା ତେଣୁକରି ଆଦି ଦୈବିକ ଦୁଃଖ ତାକୁ କୁହାଯାଏ। ଏତିକି ଆମେ ଆଲୋଚନା କରିଥିବା ଆଜିର।